ବାରଙ୍ଗ ସାନମୁଣ୍ଡଳି ଗ୍ରାମର ଚର୍ଚ୍ଚିତ ବେହେରା ଓ ମାନସ ବେହେରା ମୁଣ୍ଡଳି ବ୍ରିଜ୍ ଉପରୁ 2,68,00,000 ଟଙ୍କାର ଚେକ୍ ସହ ନିହାତି ଜରୁରୀ ଡକୁମେଣ୍ଟ କାଗଜପତ୍ର ଫେରାଇ ମହାନତା ଦେଖାଇଲେ। ମୁଣ୍ଡଳି ବ୍ରିଜ୍ରୁ କାଗଜପତ୍ର ପାଇବା ପରେ ବାରଙ୍ଗ ଥାନାରେ ଜିମା ଦେଇଥିଲେ ମାନସ ବେହେରା। ଏହାପରେ ଉକ୍ତ ଚେକ୍ ଓ ଡକୁମେଣ୍ଟର ମାଲିକ ଆସି ଥାନାରୁ ମାନସଙ୍କ ହାତରୁ ସେସବୁ ଗ୍ରହଣ କରିଥିଲେ। ମୁଁ ଗତକାଲି ପହରଦିନ ଯେତେବେଳେ ମୁଣ୍ଡଳି ରାସ୍ତାରେ ଯାଉଥିଲି ତ ମୁଁ ମୋର ଏଇ ବହୁମୂଲ୍ୟ ଡକୁମେଣ୍ଟକୁ ହଜେଇ ଦେଇଥିଲି। ମୁଁ ମାନସ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି ଯିଏ ତାକୁ ପାଇକି ଆଣିକି ବାରଙ୍ଗ ଥାନାରେ ସବମିଟ୍ କରିଛନ୍ତି। ଆଉ ଏଠିକାର ସାର୍ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି ଯିଏକି ବହୁତ ଚେଷ୍ଟା କରି କଣ୍ଟାକ୍ଟ କରିକି ମୋ ନମ୍ବର ପାଇକି ଯାହାକୁ ମୋତେ କଣ୍ଟାକ୍ଟ କରିକି ମୁଁ ଏଇ ଜିନିଷଟା ପାଇପାରିଲି। ସେଥିପାଇଁ ମାନସ ଭାଇଙ୍କୁ ଆଉ ଏଠିକାର ସାର୍ମାନଙ୍କୁ ବହୁତ ବହୁତ ଅଶେଷ ଧନ୍ୟବାଦ ଜଣାଉଛି। ନମସ୍କାର। ଆପଣ ଦେଖିପାରୁଥିବେ ଏ ଚେକ୍ ଥିଲା ଆଜ୍ଞା 70 ଲକ୍ଷ ଥିଲା। ସେଥିରୁ ଆଣିନଥିଲି ସେତେବେଳେ ଆସିକି ଥାନାରେ ପହଞ୍ଚିଲେ ଆମର ଯାଏ ସାର୍ ମୁଁ ସର୍ବପ୍ରଥମେ ତାଙ୍କ ପାଦ ତଳେ କୋଟି କୋଟି ପ୍ରଣାମ। ଭାଇ ଆସିଥିଲେ ମହାରାଜରୁ ଆପଣ ଚେକ୍ ଥିଲା ତାଙ୍କ ସବୁ ଡକୁମେଣ୍ଟ ଏଇଠି ଥିଲା। ଦେଖିଲା ବେଳକୁ 2,78,00,000 ଏଥିରେ ଅଛି। ମୁଁ ଜାଣିନଥିଲି ଏତେ ଲକ୍ଷ ଏଥିରେ ଅଛି ବୋଲି ଆକାଉଣ୍ଟରେ ମୁଁ ଜାଣିନଥିଲି। ମୁଁ ଆଣିକି ଥାନାରେ ପହଞ୍ଚିଲି। ଆମ ସାର୍ ଅଛନ୍ତି ଆମର ଆଇସିଆର୍ ମୁଁ ସର୍ବପ୍ରଥମେ ଧନ୍ୟବାଦ ଯାଉଥିଲେ। ସେ ଆଜ୍ଞା 20-30 ଥର ଫୋନ୍ କଲେ। ଫୋନ୍ ନ ଉଠିଲା ପରେ ବି ଆଜି 9ଟା ରାତିରେ ମୋତେ ଡାକିଲେ କହିଲେ ପୁଅ ସେ ଚେନ୍ନାଇରୁ ଆସିଛନ୍ତି। ଚେନ୍ନାଇରୁ ଆସିଲା ପରେ ମୁଁ ଭାଇଙ୍କୁ ତାଙ୍କ ଜିନିଷ ତାଙ୍କୁ ହାତରେ ଦେଲି ଆଜ୍ଞା। ସଂଗ୍ରାମ ଦାସଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।